ନନା, ଥରୁଟେ ଦେଖିଯାଅ ତୁମେ ଗଲା ପରେ ତୁମ ସଂସାର କେମିତି ଅଛି। ତୁମେ ବୁଣିଥିବା ସ୍ନେହ, ଶ୍ରଦ୍ଧା, ଆଦର ଆଉ ଭଲ ପାଇବାର ମଞ୍ଜି ଗୁଡ଼ାକ ଆଜି ବି ପରିବାରର ପ୍ରତ୍ୟେକଟି ସଦସ୍ୟଙ୍କ ହୃଦୟର ଗହୀରରେ ଚାପି ହେଇ ରହିଛି। ଆଉ ଖାଲି ତୁମରି ଉପସ୍ଥିତି ବିନା ଅଙ୍କୁରିତ ହେଇ ନ ପାରି ଆମ ଛାତି ତଳେ ଲୁଚି ଲୁଚି ଗୁମୁରି ଗୁମୁରି କାନ୍ଦୁଛି। ଦିନେ ତୁମ ପାଇଁ ଯେଉଁ ଘର ଗହଳି ଚହଳିରେ ପୂରି ଉଠୁଥିଲା, ଆଜି ତୁମ ବିନା ସେ ଘରର କାନ୍ଥ ଗୁଡ଼ାକ ସତେ ଯେମିତି ସେ ଶୂନ୍ୟତାକୁ ପ୍ରଶ୍ନ କରୁଛନ୍ତି, କି ଥିଲା ରାଜ୍ୟ, କି ହେଲା ଆଜ। ଥରେ ଅନୁଭବ କଲ ଦେଖି, ସାରା ଜୀବନ ତୁମ ହାତ ଧରି ବାଟ ଚାଲିବାକୁ ସ୍ୱପ୍ନ ଦେଖିଥିବା ତୁମର ସେ ସ୍ତ୍ରୀ ଆଜି ତୁମ ବିନା ଏକା ଏକା କେମିତି ବାଟ ଚାଲୁଛି। ଯିଏ ଦିନେ କାହାକୁ ନ ପଚାରି ଘରୁ ବାହାରକୁ ବାହାରୁ ନଥିଲା, ଗାଁ ଦାଣ୍ଡରେ ଚାଲିଲା ବେଳେ ତା ପାଦ ଛନ୍ଦି ହେଇ ପଡ଼ୁଥିଲା, ଆଜି ସେ ନିଜ ସଂସାରର ଡଙ୍ଗାକୁ କୂଳରେ ନେଇ ଲଗେଇବାକୁ ଏକା ଏକା କେମିତି ସଂଘର୍ଷ କରୁଛି। ଥରୁଟିଏ ଦେଖିଯାଅ ନନା, ନିଜ ବାପାଙ୍କୁ ହରାଇଥିବା ତୁମର ଏଇ ନାକ କାନ୍ଦୁରି ଝିଅ କେମିତି ଦୁର୍ବଳ ହେଇ ନ ପଡ଼ି ସମାଜ ଆଗରେ ହାରି ନ ଯାଉ ସେଥିପାଇଁ ଲଢ଼େଇ କରୁଛି। ଦିନେ ଯିଏ ଘର, ପରିବାର, ସଂସାର କ'ଣ ଜାଣିନଥିଲା, କିଛି ମୁଣ୍ଡରେ ପୂରେଇ ନଥିଲା, ସେ ଆଜି ଏତେ ବଡ଼ ମିଛ ମାୟା ସଂସାରରେ ମଣିଷ ଚିହ୍ନିବା ଶିଖି ଯାଇଛି। ପିଲାଦିନେ ଯିଏ ତୁମ ଛଡ଼ା ଆଉ କାହା ସାଙ୍ଗରେ କୁଆଡ଼େ ଯିବାକୁ ଡରୁଥିଲା, ଆଜି ସେ ଏକାକୀ ଅନ୍ଧାର ସହ ମଧ୍ୟ ଯୁଦ୍ଧ କରି ବାଟ ଚାଲିବାକୁ ସାହସ ବାନ୍ଧିଛି। ଝୁଣ୍ଟୁଛି, ପଡ଼ୁଛି, ପୁଣି ଉଠି ଦୌଡ଼ୁଛି। ଆଜି ବି ଗାଁ ଲୋକଙ୍କର ମୋ ମୁହଁ ଦେଖି ତୁମ କଥା ମନେ ପଡ଼ୁଛି। କେବେ ଗାଁକୁ ଗଲେ ତୁମ ସଂସ୍ପର୍ଶରେ ଆସି ତୁମ ଆଦର୍ଶରେ ମଣିଷ ହେଇଥିବା ବ୍ୟକ୍ତିତ୍ୱଙ୍କ ମୁହଁରୁ ତୁମ କଥା ଶୁଣିଦେଲେ ଗର୍ବରେ ଛାତିଟା ଫୁଲି ଉଠୁଛି। ଆଜି ତୁମ ଶ୍ରାଦ୍ଧ ଦିବସରେ ମୋତେ ଜଣେ ପଚାରିଲେ, କ'ଣ ତୋର ଏବେ ବି ତୋ ବାପାଙ୍କ କଥା ମନେ ପଡ଼େ? ମୁଁ କହିଲି, ଯିଏ ମୋର ପ୍ରତ୍ୟେକଟି ଶିରା ପ୍ରଶିରାରେ ରକ୍ତ ହେଇ ବହୁଛି ଆଉ ଯିଏ ମୋ ମନରେ ହିଁ ଅଛି, ତାକୁ କ'ଣ ମନେ ପକାଇବାକୁ ପଡ଼େ? ଏ ପରିବର୍ତ୍ତନଶୀଳ ଦୁନିଆରେ ତୁମ ସହ ବିତେଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ଗୁଡ଼ିକ ଯେବେ ପୁନରାବୃତ୍ତି ହୁଏ, ମନରେ ଆସେ, କାଶ ମୋ ନନା ଆଜି ଯଦି ମୋ ପାଖରେ ଥାନ୍ତେ, କେତେ ମଜା ହେଇଥାନ୍ତା। ଆଜି ବି ବାଡ଼ି କମଳା ଲେମ୍ବୁ ଚକଟିକି ଖାଇଲା ବେଳେ ମନଟା ତୁମ ଆଡ଼କୁ ଆପେ ଆପେ ଟାଣି ହେଇଯାଏ। ଭାବେ, ମୋ ନନା ଯଦି ଏବେ ମୋ ପାଖରେ ଥାନ୍ତେ, ଏସବୁ ମୋ ଠାରୁ ଛଡ଼େଇ ନେଇ ଖାଇ ଦେଇଥାନ୍ତେ। ଘରେ ଆଜି ବି ଚୁନା ମାଛ ଭଜା ହେଲେ ଜେଜେମା ତୁମ କଥା ଭାବି କାନ୍ଦି ପକାଏ। ମେଳା ପୂଜାରେ ଚଟପଟି କିଣି ଖାଇଲା ବେଳେ ତୁମ କଥା ଭାରି ମନେ ପଡ଼େ। ସତରେ ସେ ଦିନ ସବୁ ପୁଣି ଫେରି ଆସନ୍ତାନି। ଆଜି ବି ଘରକୁ ପଶିବା ସମୟରେ ଦୁଆର ମୁହଁରେ ଚପଲ ରଖିଦେଲେ ହଠାତ୍ ତୁମ କଥା ମନେ ପଡ଼ିଯାଉଛି। କି ମୁଁ ହିଁ ଦୁଆର ମୁହଁରେ ଚପଲ ରଖିଦିଏ ବୋଲି ତୁମେ ମୋ ଚପଲକୁ ବଣକୁ ଫୋପାଡ଼ି ଦେଉଥିଲ। ହେଲେ ତୁମ ଶେଷ କୃତ୍ୟ ବେଳେ ତୁମ ଚପଲ ଯୋଡ଼ିକ ସେମାନେ ଫିଙ୍ଗିବାକୁ ନେଇଯାଉଥିଲା ବେଳେ ମୁଁ ତୁମ ଚପଲକୁ ଫିଙ୍ଗିବାକୁ ଦେଇନଥିଲି। ତୁମ ସ୍ମୃତି ବୋଲି କ'ଣ ବା ଅଛି? ତୁମ ସହ ବିତେଇଥିବା ମୁହୂର୍ତ୍ତର କିଛି ଫଟୋ ଆଉ ତୁମ ମୋବାଇଲରେ ରେକର୍ଡିଂ ହେଇଥିବା ତୁମ କଣ୍ଠସ୍ୱର, ଯାହାକି ଏବେ ବି ତୁମ ଉପସ୍ଥିତିକୁ ମୋତେ ଅନୁଭବ କରେଇ ଦିଏ। ସତରେ ତ କେବେ ସମ୍ଭବ ନୁହେଁ, ସ୍ୱପ୍ନରେ ଥରୁଟିଏ ଆସି ଦେଖା ଦେଇ ଯାଆନ୍ତନି। ଆପାତତଃ ସ୍ୱପ୍ନରେ ଥରୁଟିଏ ସେ ଜିଅନ୍ତା ମଣିଷଟାକୁ ମୁଁ ଟିକେ ଦେଖିପାରନ୍ତି, ଛୁଇଁ ପାରନ୍ତି ଆଉ ଶୁଣିପାରନ୍ତି ତା'ର କଣ୍ଠସ୍ୱର। ବାସ୍, ଏବେ ଆଉ ମୋର ସେଇ ଦିନକୁ ହିଁ ଅପେକ୍ଷା, ଯେଉଁଦିନ ମୋର ତୁମ ସହ ଦେଖା ହବ ଆଉ ମୁଁ କହିବି, ନନା, ମୁଁ ତୁମକୁ ବହୁତ ମିସ୍ କରୁଥିଲି।